ଯେଉଁ ପିଲାମାନଙ୍କର ଆଜି ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ସାହିତ୍ୟ ଏକ୍ଜାମର ସେଟ୍ ଡି ପଡ଼ିଥିଲା ପିଲାମାନେ, ମୁଁ ଆଉଥରେ କହୁଛି ସେଟ୍ ଡି, ସେମାନଙ୍କ ପାଇଁ ମୁଁ ନେଇ ଆସିଛି ପିଲାମାନେ 50ରୁ 50ଟା ପୁରା କରେକ୍ଟ ଆନ୍ସର। ତମମାନେ ଏଇ ଭିଡ଼ିଓ ଦେଖିକି ଜାଣିପାରିବ ତମମାନଙ୍କର 50 ମାର୍କରୁ କେତେ ମାର୍କ ଠିକ୍ କରିଛ ଏବଂ କେତେ ମାର୍କ ତମେ ଭୁଲ କରିଛ। ତ ପିଲାମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଛନ୍ତି ପିଲାମାନେ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପିଲାମାନେ ଅଲ୍ ନୋଟିଫିକେସନରେ ସେଟ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ପିଲାମାନେ ନିଶ୍ଚୟ ଗୋଟିଏ ଲାଇକ୍ କରିବେ, ଗୋଟେ ଭଲ କମେଣ୍ଟ କରିଦେବେ ପିଲାମାନେ। ଏବଂ ମୁଁ ଆଗକୁ କହିଦେଉଛି ଯାହା ବି ଗୋଟେ କି ଦୁଇଟା ଆମର ଭୁଲ ହେବ ଆନ୍ସର ତମମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ତମମାନେ ଆମ କମେଣ୍ଟ ସେକ୍ସନରେ ପିଲାମାନେ ଜଣେଇଦେବ, ଠିକ୍ ଅଛି। ଏମିତି ନାହିଁ କି ଆମେ ଭୁଷ ପଣ୍ଡିତ, ଠିକ୍ ଅଛି। ଯାହା ବି 2-3ଟା କି 5-6ଟା ପୁଣି ଭୁଲ ହେବ ତମମାନଙ୍କୁ ରିକ୍ୱେଷ୍ଟ କରୁଛି ତମମାନେ କମେଣ୍ଟ ସେକ୍ସନରେ ଜଣେଇଦେବ କି ନାଇଁ ସାର୍ ଏଇଟାର ଏତିକି ନମ୍ବର ହେବ, ଠିକ୍ ଅଛି। ତ ଚାଲନ୍ତୁ ଆଉ ଡେରି ନ କରି ଆମେ ଭିଡ଼ିଓକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ମୁଁ ଆଉଥରେ ମଧ୍ୟ କହୁଛି ପିଲାମାନେ ଭିଡ଼ିଓ ଗୋଟେ ଲାଇକ୍ କରିଦିଅ, ଚ୍ୟାନେଲକୁ ପିଲାମାନେ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ନିଜ ସାଙ୍ଗସାଥିମାନଙ୍କ ମଧ୍ୟରେ ଭିଡ଼ିଓକୁ ନିଶ୍ଚୟ ସେୟାର କରିବ। ତ ପିଲାମାନେ ଜଲ୍ଦି ଆମେ ଆନ୍ସର କରି ଯିବା, ଠିକ୍ ଅଛି। 1 ନମ୍ବର ପିଲାମାନେ ପଚାରିଲା ତମମାନଙ୍କର ଏଠାରେ ବେଲ ଅସତଥ ବଟବୃକ୍ଷ ଗଳ୍ପର ଆରମ୍ଭରେ କେଉଁ ଗ୍ରନ୍ଥର ଉଦ୍ଧୃତ ନିଆଯାଇଛି? କେଉଁ ଗଳ୍ପ ନା ପିଲାମାନେ ଗଳ୍ପ କହୁଛୁ କେଉଁ ଗ୍ରନ୍ଥ ନା ଭାଗବତ। ତାପରେ 2 ନମ୍ବର ବୃଦ୍ଧ ଓ ମହାବୀର ଜିନ କେଉଁ ବୃକ୍ଷ ତଳେ ସିଦ୍ଧ ପାଇଥିଲେ? ଅଶ୍ୱତଥ ବୃକ୍ଷ ତଳେ। ପିଲାମାନେ ଅପସନ୍ ବି। 3 ନମ୍ବର ପଚାରିଲା କିଏ କଲମଟି ବିକ୍ରି କରି ଦେଇଥିବା କଥା ଏକାଙ୍କିକାରେ କୁହାଯାଇଛି? 3 ନମ୍ବର ପିଲାମାନେ ସଠିକ ଆନ୍ସର ହେଇଯିବ ଏଠାରେ କିଏ ସେ? ଅପସନ୍ ସି ପ୍ରୀତି। ତାପରେ ପିଲାମାନେ ମହାପାତ୍ର କାହା ଉଦ୍ଦେଶ୍ୟରେ କହିଲେ ଯେ ଭାରି କ୍ଷଣି ରାଗି ଠିକ୍ ତା ମା ପରି? କିଏ ସେ ପିଲାମାନେ? ବେବି ନା ପୁରବୀ? ବେବି ନହେଲେ ପୁରବୀ ହେବ ପିଲାମାନେ ଜଲ୍ଦି କମେଣ୍ଟ ସେକ୍ସନରେ ଜଣା ଏଇଟା କ'ଣ ଆନ୍ସର ହେବ। ପିଲାମାନେ ତାପରେ ଦେଇଛି କେତେ ନମ୍ବର ତମମାନଙ୍କର ଏଠାରେ? 5 ନମ୍ବର ଚିହ୍ନିବେନି ନିଶ୍ଚୟ ଚିହ୍ନିବେ। ରକ୍ତ କ'ଣ ରକ୍ତକୁ ଟାଣିବନି ଏକଥା କିଏ କହିଛି? ନା ପିଲାମାନେ ଧର୍ମାର ମା କହିଛି। ଯେତେବେଳେ ଧର୍ମା ବିଶୁ ମହାରଣାଙ୍କ ପାଖକୁ ଯାଉଥିଲା ସେହି ସମୟରେ ସେ କହିଛି। ତାପରେ 6 ନମ୍ବର କେଉଁଠି ଲକ୍ଷ୍ମୀକାନ୍ତଙ୍କ ରଚନା? ଚନ୍ଦ୍ରହାସ ଚଟକ ଚନ୍ଦ୍ରହାସ ଚମ୍ପୁ ନା ଚନ୍ଦାନନ ଚମ୍ପୁ? ପିଲାମାନେ ଏଠାରେ ହେଇଯିବ ଚଟକ ଚନ୍ଦ୍ରହାସ ଚମ୍ପୁ। ତାର ପିଲାମାନେ 7 ନମ୍ବର ପଚାରିଛି ତମମାନଙ୍କର ଏଠାରେ ବଦବୀ ସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ନିର୍ବିଶେଷରେ କ'ଣ ଥାଏ? ପିଲାମାନେ ଏଠି ଏକ ପରିବାରତ୍ୱ। ଅପସନ୍ ଡି। ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ, ଏଥିପାଇଁ ପ୍ରାବନ୍ଧିକ କେଉଁ କାରଣ ଦର୍ଶାଇଛନ୍ତି? କେଉଁ କାରଣ? ପିଲାମାନେ ଅପସନ୍ ଏ ରେ ଲେଖା ହେଇଛି ସେ ବହୁ ପରିମାଣରେ ଗତାନୁଗତିକର ଦାସ। ଅପସନ୍ ଏ ହେଇଯିବ ସଠିକ ଆନ୍ସର। ତାର ପିଲାମାନେ 9 ନମ୍ବର ପଚାରିଛି ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? କେଉଁ ପତ୍ରିକା? ଉତ୍କଳ ସାହିତ୍ୟ ନା ଉତ୍କଳ ଦର୍ପଣ? ପିଲାମାନେ ଉତ୍କଳ ସାହିତ୍ୟ ହେଇଯିବ ଏଠାରେ ସଠିକ ଆନ୍ସର। ଅପସନ୍ ଏ। ତାର ପିଲାମାନେ 10 ନମ୍ବର ପଚାରିଛି ପ୍ରାବନ୍ଧିକଙ୍କ ମତରେ ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ? ଜଡ଼ ବିଜ୍ଞାନ 3 ଭାଗରେ ବିଭକ୍ତ। ଅପସନ୍ ବି। ତାପରେ 7 ପ୍ରତ୍ୟୟ ଯୁକ୍ତ ହେଲେ କ'ଣ ହୁଏ? ଏଟା ହେଇଯିବ ଦନ୍ତେଶ ଓ ମୂର୍ଧନ୍ୟସ ଭେଦ ହିଁ ରହେ ନାହିଁ। ତାର 12 ନମ୍ବର ପଚାରିଛି କେଉଁଠି ଶୁଦ୍ଧ ଶବ୍ଦ? ପିଲାମାନେ ଯାଜ୍ଞ ସେନୀ। ଅପସନ୍ ସି ହେଇଯିବ ସଠିକ ଆନ୍ସର। 13 ନମ୍ବର ପଚାରିଛି ତଳ ଲିଖିତ ଶବ୍ଦରୁ କେଉଁଠି ଶବ୍ଦ କ'ଣ ହେଇଯିବ? ଗୋଲୋକ ବିହାରୀ। ଅପସନ୍ ବି ଏଠାରେ ହେଇଯିବ ସଠିକ ଆନ୍ସର। ଗୋଲୋକ ବିହାରୀ 13 ନମ୍ବର ପିଲାମାନେ ହେଇଯିବ ଏଠାରେ କ'ଣ? ଅପସନ୍ ଡି ପିଲାମାନେ ଗୋଲୋକ ବିହାରୀ। ଗୋଲୋକ ନୁହଁ ଗୋଲୋକ, ଠିକ ଅଛି। ଅପସନ୍ ଡି ଆଉଥରେ କହୁଛି। ତାପରେ 14 ନମ୍ବର ପିଲାମାନେ ପଚାରିଲା ଚୋଖୀ ରାଗରେ ଛନ୍ଦ ସମ୍ପର୍କରେ କେଉଁ ବାକ୍ୟ ଠିକ ନୁହେଁ? କେଉଁ ବାକ୍ୟ ନା ପିଲାମାନେ 14 ନମ୍ବର ହେଇଯିବ ଏଠାରେ ଅପସନ୍ ସି। ତୃତୀୟ ପଦରେ 9ଟି ଅକ୍ଷର ଥାଏ ଯୋଉଟା, ଏଟା ଠିକ ନୁହେଁ। ତାପରେ ବରଜୀବୀ ରସେ ଦେଇ ମାନସ ବରଜୀ ବରସେ ଅମେଧ ହ୍ରାସ କେଉଁ ଅଳଙ୍କାର ଦୃଷ୍ଟାନ୍ତ? କେଉଁ ଅଳଙ୍କାର? ଏଠାରେ ପିଲାମାନେ ଶ୍ଲେଷ। ତାପରେ ପଚାରିଛି କେଉଁଠାରେ ଝରଣା ସୃଷ୍ଟି କରିବା କଥା କୁହାଯାଇଛି? ଅପସନ୍ ଡି ମରୁପଥରେ। ତାପରେ 17 ନମ୍ବର ପଚାରିଛି କ'ଣ କରି ଭୁବନ ସାରା ହସାଇବା ପାଇଁ କୁହାଯାଇଛି? କ'ଣ କରିକି? ନା ଅତୀତର ଜୀର୍ଣ୍ଣ ଜୀବନ ଚିରି କରିକି। ତାପରେ ମନ ସୁଖ ପାଇଁ ସର୍ବସାହା ମାଟି ଆମକୁ କ'ଣ ଦେଇଛି? ଅସରନ୍ତି ବୃକ୍ଷଲତା ପିଲାମାନେ ଦେଇଛି। ତାପରେ ଦୁଃଖ ଦଡ଼ମଡ଼ି ସହିବାକୁ ମତେ ପଦରେ ଦଡ଼ମଡ଼ିର ଅର୍ଥ କ'ଣ? ଦଡ଼ମଡ଼ିର ଅର୍ଥ ହେଉଛି କଠୋର। ଅପସନ୍ ଏ। ତାପରେ ଅସହଯୋଗ ଆନ୍ଦୋଳନରେ କର୍ମୀଙ୍କ ତ୍ରୁଟି ବିଚ୍ୟୁତକୁ ଲକ୍ଷ୍ୟ କରି ଲକ୍ଷ୍ମୀକାନ୍ତଙ୍କ କେଉଁ ଲେଖା ପ୍ରକାଶ ପାଇଥିଲା? ଅସହଯୋଗୀର ଆତ୍ମକଥା। ଅପସନ୍ ଡି ହେଇଯିବ ଏଠାରେ ସଠିକ ଆନ୍ସର। ତାପରେ ଫକୀରମୋହନଙ୍କ ପରି ଯେଉଁମାନେ ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିଲେ ସେମାନଙ୍କୁ କ'ଣ କୁହାଯାଉଥିଲା? ସେମାନଙ୍କୁ ରିଙ୍ଗ ଲିଡର। ଅପସନ୍ ସି, ଠିକ ଅଛି। ତାପରେ ଦେଖିବା ତାପରେ ପିଲାମାନେ ପଚାରିଛି ତମମାନଙ୍କର କିଏ ନିଜର ମାତୃଭାଷା ବଙ୍ଗଳାରେ ଲେଖିବା ପାଇଁ ଓଡ଼ିଶାରେ ଲେଖିବା ଛାଡ଼ି ଦେଇଥିଲେ? 22 ନମ୍ବର ପିଲାମାନେ ଏଠାରେ କ'ଣ ହେଇଯିବ? ଅପସନ୍ ଏ ଅନ୍ନଦ ପ୍ରସାଦ ରକ୍ଷିତ ନା ଗୌରୀଶଙ୍କର ରାୟ? ଅପସନ୍ ଏ ହେବ ପିଲାମାନେ। ତାପରେ ବିବେକାନନ୍ଦ ସନ୍ନ୍ୟାସ ଗ୍ରହଣ କରିବା ପରେ କେବେ ପ୍ରଥମେ ପରିଭ୍ରମଣରେ ବାହାରିଲେ? 1888 ମସିହାରେ। ତାର ପିଲାମାନେ ଅପସନ୍ ଡି ହେଇଯିବ। ମଣିଷକୁ ନ ବଦଳେଇ କ'ଣ ଭାଙ୍ଗିବା ସହଜ ନୁହେଁ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି? 24 ନମ୍ବର ପିଲାମାନେ ଏଠାରେ ଆନ୍ସର ହେଇଯିବ ତମମାନଙ୍କର ଅପସନ୍ ସି ପୁରୁଣା ନାଇଁ ପିଲାମାନେ ପୁରୁଣା ସମୟ ଏଇଟା ହବନି, ପୁରୁଣା ମଠ ମନ୍ଦିର ନହେଲେ ପୁରୁଣା ସମାଜ, ଏଇ ଦୁଇଟାକ ଭିତରୁ ଯୋଉଟା ହେଲେ ଗୋଟେ ହବ। ଯେ ଜାଣିଛ କମେଣ୍ଟ ସେକ୍ସନରେ ପିଲା ଜଣାଅ।
तापर 25 नंबर केउ पत्रिकार प्रकाशन वर्ष त्रुटियुक्त केउ पत्रिका ना उत्कल साहित्य 1868 ऑप्शन बी। तापर जहाँपर जो पद रहिले वाक्य भाव स्पर्श रूप पाइब से पद विन्यास को कौन कहवा ना पे आसती बोली कहवा। तापर जेजे आसी आमे समस्ते खुशी अच्छु यह केउं धरणर वाक्य पे यौगिक वाक्य। तापर 17 तुम आसीछ ए केउं प्रकार वाक्य विस्मय सूचक कारण गोटे गार पड़की तल गोटे बिंदु थे से विस्मय सूचक हम। 30 नंबर पचारा पवन प्रतिकूल साइकेल चलाइबा कष्टकर वाक्यटे संक्षेपणे क्या द्वारा होती तद्धित हम ना समास हम तद्धित हम पे केते 29 नंबर ना एठारे 29 नंबर हो पे ऑप्शन बी संधि ना पे संधि हेनी यहाँ ऑप्शन सी ना ऑप्शन ए। तापर णत्व विधि कौन ना यहाँ हम पे तुम यहाँ हो सठिक आंसर ऑप्शन डी। तापर बुदबुद शब्दर अर्थ कौन पानी फटका। तापर पे कहा आगमन रे अबानी निश्चल हो गला 32 नंबर कहा आगमन रे निस्तार आगमन रे। तापर 33 नंबर गलानी तो गला कथार संगीत किए लिखिं यहाँ बलदेव रथ ना राधानाथ रथ ना राधानाथ राय। तार पे किए माँ सीता शुभकामना को अपेक्षा करते पे ये जानी कमेंट सेक्शन जान बलदेव रथ हम बोधे किए माँ सहित शुभकामना को अपेक्षा करते किए से ना तमसा ना उषा। 34 नंबर हो ऑप्शन ए अनुकंपा देती पे ऑप्शन ए अनुकंपा। उषा चरण कौन आहरण करे बोली कहुई उषा चरण कौन ज्योति शिखर समीर कौन ना बरह भली ठंडा पवन ऑप्शन ए। 37 नंबर कौन हो ज्ञान विज्ञान। 38 नंबर कौन हो युधिष्ठिर। 39 नंबर पे हो अश्लेषण। 40 नंबर हो सुक सारण सुक और सारण सुक सारण ऑप्शन सी 40 नंबर ऑप्शन सी। पे 41 नंबर हो ऑप्शन डी तापर हाँ ऑप्शन डी। तापर 42 नंबर कौन हो ऑप्शन डी। 43 नंबर हो पे तन तन परीक्षा 43 नंबर हो ऑप्शन सी ठीक अच्छे। तापर सॉरी ऑप्शन बी तन तन परीक्षा हो ऑप्शन बी। तापर देइछि ओटो मुहरे जीरा माने कौन अधिक आशायी को कम मिलवा। तापर 45 नंबर फूल जोगु गभा पंडित जोगु सभा वक्तव्यर अर्थ कौन ना उभय कौन नगर अंचल मिलती शोभावर्धक उभय अधिक मूल्ययुक्त उभय आनंददायक यहाँ हम बोधे पे 45 नंबर ऑप्शन सी देठी उभय हाँ यहाँ पे ऑप्शन सी जो ठीक कही मुझे। तापर केउटी गंगाधर रचना नुहे गंगाधर रचना पे कौटा नुह 46 नंबर हो ऑप्शन ए उत्कल लक्ष्मी। तापर गाल्पिक काठगल्प कौन देखा चाहिए काठगल्प कौन देखा चाहिए पे ना शिक्षित मनुष्यर सठता और स्वार्थपरता। 48 नंबर पचार शेष में काठ चिरिया केते मूल्य देवा स्थिर कराला 3 टंका ऑप्शन डी। राजेश्वरी के जन को नहीं गई 13 जन को। 50 नंबर हो पे अशोक ऑप्शन सी। पे यहाँ तुम मैट्रिक बोर्ड परीक्षार ऑप्शन डी पे क्वेश्चन सब 50 रु 50 टी आंसर जाऊ जा 5टी कि 7टी पे क्वेश्चन भूल होती तुमको रिक्वेस्ट कर कमेंट सेक्शन में जनाओ जहाँफल अलग पे लाभ उठाई पारे ठीक अच्छे। वीडियो भल लगे वीडियो को निश्चय लाइक करेंगे चैनल को प्रथम कर चैनल को सब्सक्राइब कर पाखे बेल आइकन को ऑल नोटिफिकेशन सेट कर देते। देखा नुआ वीडियो जय जगन्नाथ।